ଶ୍ମଶାନରେ ପଛକୁ ବୁଲି ଚାହିଁବା ମନା କାହିଁକି? ଗରୁଡ଼ ପୁରାଣରେ ରହିଛି କାରଣ। ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ହିନ୍ଦୁ ଧର୍ମରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରାଯାଏ। ଏହାପରେ ମୃତ ବ୍ୟକ୍ତିଙ୍କ ଆତ୍ମା ଶାନ୍ତି ପାଇ 13 ଦିନ ପର୍ଯ୍ୟନ୍ତ ବିଭିନ୍ନ କର୍ମକାଣ୍ଡ ହୋଇଥାଏ। ଏଥିରେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହା ମଧ୍ୟ ବିଶ୍ୱାସ ରହିଛି ଯେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ଶେଷ କରି ଫେରିବା ବେଳେ ପଛକୁ ବୁଲି ଚାହିଁବା ଅନୁଚିତ। ଏହା ଅଶୁଭ ସଂକେତ ଦେଇଥାଏ ବୋଲି କୁହାଯାଏ। ଗରୁଡ଼ ପୁରାଣରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଛି। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ ଦାହ ସଂସ୍କାର ପରେ ଶରୀର ନଷ୍ଟ ହୋଇଗଲେ ମଧ୍ୟ ଆତ୍ମାର ଅସ୍ତିତ୍ୱ ରହିଯାଏ। ଏଭଳି ପରିସ୍ଥିତିରେ ଯଦି ଶ୍ମଶାନରୁ ଫେରିବା ସମୟରେ କେହି ପଛକୁ ବୁଲି ଯାଆନ୍ତି ତେବେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ପରଲୋକ ଯିବାରେ ବାଧା ସୃଷ୍ଟି ହୋଇଥାଏ। କାରଣ ପରିବାର ପ୍ରୀତି ଆତ୍ମାକୁ ଅନ୍ୟ ଲୋକଙ୍କୁ ଯିବାରେ ବାଧା ଦେଇଥାଏ। ତେଣୁ ଅନ୍ତିମ ସଂସ୍କାର ଶେଷ କରି ଫେରିବା ବାଟରେ ପଛକୁ ବୁଲି ଦେଖିବାକୁ ବାରଣ କରାଯାଇଛି। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ସୂର୍ଯ୍ୟାସ୍ତ ପରେ କେବେ ହେଁ ଦାହ ସଂସ୍କାର କରିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ଆତ୍ମାକୁ ମୁକ୍ତି ମିଳିନଥାଏ। ଗରୁଡ଼ ପୁରାଣରେ ଏହା ମଧ୍ୟ କୁହାଯାଇଛି ଯେ ଶବର ଅନ୍ତିମ ସଂସ୍କାର ହେବା ପରେ ଘରକୁ ପବିତ୍ର ଏବଂ ଶୁଦ୍ଧ କରିବା ନିହାତି ଆବଶ୍ୟକ। ସେହିପରି ହିନ୍ଦୁ ଧର୍ମରେ ଶ୍ମଶାନ ଘାଟକୁ ମହିଳାମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି। ତେବେ ଏହାର କାରଣ ହେଉଛି ମହିଳା ସାଧାରଣତଃ ପୁରୁଷଙ୍କ ଅପେକ୍ଷା ମାନସିକ ସ୍ତରରେ ଦୁର୍ବଳ ହୋଇଥାନ୍ତି। ତେଣୁ ମୃତ ଶରୀରକୁ ଅଗ୍ନିଦାହ ଦେବା ସମୟରେ କେହି କାନ୍ଦନ୍ତି, ତେବେ ଏହା ଅମଙ୍ଗଳ ହୋଇଥାଏ। ଏହି ସମୟରେ କାନ୍ଦିଲେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।